ଖାଲି କଞ୍ଚାମାଲ ହେଇଗଲା କଞ୍ଚାମାଲ ଠିକ ଅଛି ଆଉ କଣ ସାର୍ କଞ୍ଚାମାଲ ମୁଁ ବି ଯେତିକି ଗଲା କହିପାରିବି। କଣ ମିଳିଲାନି ତାର ହେଲା ତାର ଯେତିକି ସେ ନେଇକି ଗଲା ନେଇକି ସେଠି ଇନଭେଷ୍ଟ କରି ତାର ପ୍ରଫିଟ ଟା ଥାଏ ସେ ପ୍ରଫିଟ ଟା ଇଣ୍ଡିଆ ପାଇଁ ଯାହାକୁ କୁହାଗଲା ତମର ନର୍ମାଲି କଣ କୁହାଗଲା ଭିତର ବା ବହୁର କାହିଁକି ମାନେ ଡର ଲାଗୁଛି ଅଳ୍ପ କିଛି ଦିନ କହିବ ଆଉ ଆମେ ବେଶୀ କ୍ଷେତ୍ରରେ କୋଉଟା ଯାଇ ପଢିଥିଲ ତମେ ଅଛି କାହାର ତାଙ୍କର ତାଙ୍କର ଛେଳି ଯୋଉଟା ତାଙ୍କର ଧାନରେ ଦିଆଯାଉଛି ସେମାନେ କଣ କରୁଥିଲେ କରିକି ଖାଉ ସେମାନେ କିଏ କଣ କହୁଛୁ କିଏ ଅଛି କିଏ ଅଛି ଆଜି ଆମେ ଷ୍ଟାର୍ଟ କରିବା ତିନୋଟି ପାର୍ଟ କହିଲେ ମାନେ ତମେ ଯୋଉ ନର୍ମାଲି କପଡା ଆମର ପିନ୍ଧା ହଉଛି ଆମର ବି ତିନୋଟି ପାର୍ଟସ ରେ ପିନ୍ଧା ହଉଛି ଗୋଟେ ରହିଲା ଅଣ୍ଟା ତଳକୁ ଗୋଟେ ରହିଲା ଅଣ୍ଟା ଉପରେ ଆଉ ନର୍ମାଲି ଝିଅମାନେ ହଉ ବା ଯେଉଁମାନେ ହୁଅନ୍ତୁ ସେମାନଙ୍କର କଣ ଡ୍ରାପେରୀ ମାନେ ଯୋଉଟା ଚୁନି ଯୋଉଟା ତମେ ଇଏ କହୁଛ ବା ଦେଖିବ ନନା ମାନେ ପକାନ୍ତି ଆଉ ତମେ ଦେଖିବ ଗୋଟେ ଗାମୁଛା ଟାଇପ କାନ୍ଧରେ ପକେଇ ବୋଲି ସେଇଠି ହେଲା ସେମାନେ ବି ଠିକ ସେମିତି ବ୍ୟବହାର କରୁଥିଲେ ତିନୋଟି ବୁଝିପାରିଲ ସେ ତିନୋଟିରେ କଣ କଣ ଥିଲା ଆମେ ଦେଖିବା ଫାର୍ଷ୍ଟ ରହିଲା କଟି ତଳ ଫାର୍ଷ୍ଟ କଣ ରହିଲା କଟି ତଳ এটা ଥିଲା ବିନୋଦ ହେଲା ଅଣ୍ଟା ତଳ
ଅଣ୍ଟା ତଳକୁ ସେମାନେ ପିନ୍ଧୁ जो ବିଲୋଦ ବୟସ ଥିଲା ତାକୁ କୁହାଯାଉଥିଲା ନିବି ବା ନିମ୍ନି ହେଲା ତାକୁ କଣ ବୋଲି କୁହାଯାଉଥିଲା କଟିଗଡ ତଳକୁ କଣ ବୋଲି କୁହାଯାଉଥିଲା ନିବି ବା ନିମ୍ନି ନିମ୍ନରେ ପିନ୍ଧା ଯାଉଥିଲା ବୋଲି ତାକୁ ନିବି ବା ନିମ୍ନି ବୋଲି କୁହାଗଲା ବୁଝିପାରିଲ ଅଣ୍ଟା ତଳକୁ ଯାହା ପିନ୍ଧା ଗଲା ତାକୁ ନିବି ବା ନିମ୍ନି ବୋଲି କୁହାଗଲା ତାପରେ ରହିଲା ଅଣ୍ଟା ଉପରକୁ ତାକୁ କୁହାଗଲା ବାସ ତାପରେ ରହିଲା ବାସ ତାକୁ ଆମର ପିନ୍ଧାଯାଏ above the waist ଅଣ୍ଟା ଉପରକୁ
ତାହେଲେ ବାପାଙ୍କର ଯୋଉ କାର୍ଯ୍ୟଟା ଥିଲା ସେ କାର୍ଯ୍ୟଟାକୁ ମୁଁ କରୁନି, ମୁଁ ଗୋଟେ ଭିନ୍ନ କାର୍ଯ୍ୟ କରୁଛି, ତାହେଲେ ସେ କାଷ୍ଟିଜିମ୍ ନଥିଲା। କାଷ୍ଟିଜିମରେ କଣ ଆସୁଛି, ତମେ ଯୋଉ କାଷ୍ଟରେ ଅଛ ବା ତମର ଫ୍ୟାମିଲିରେ ଯୋଉ କାମଟା କରିକି ଆସୁଛନ୍ତି ସେଇ କାମଟା ତମେ କର, ଏଇଟା କାଷ୍ଟିଜିମରେ ଯାଉନି। କାଷ୍ଟିଜିମଟା କେମିତି ଡିଭାଇଡ କରାଗଲା ନା କାର୍ଯ୍ୟକୁ ଦେଖି କାଷ୍ଟିଜିମ ଅଛି ନର୍ମାଲି ଆସିଲା, ବୁଝିପାରିଲ? ସେତେବେଳେ କାଷ୍ଟ ଥିଲା କିନ୍ତୁ ତାକୁ କେହି ମାନୁନି ହେଲା। ତାହେଲେ ଆମେ ଲେଖିବା ବର୍ଣ୍ଣ is used for ରଙ୍ଗ, ରଙ୍ଗ ପାଇଁ ହିଁ ବର୍ଣ୍ଣ ଶବ୍ଦଟା ବ୍ୟବହାର କରନ୍ତି। ରଙ୍ଗ, ରଙ୍ଗରେ କଣ ରହିଲା, ଯୋଉ ଆରିଆନ୍ସ ମାନେ ଥିଲେ ସେମାନେ ଥିଲେ ଗୋରା, ଆଉ ଯୋଉ ପ୍ରକୃତ ଇଣ୍ଡିଆନ ଯୋଉମାନେ ଥିଲେ ସେମାନେ ଥିଲେ ସାଧାରଣତଃ ଟିକେ ସାବର୍ଣ୍ଣ ବର୍ଗ ବା ସାବଲନ ଯୋଉଟା ତମେ ଜାଣିଛ ହେଲା, ଏଇ ଟାଇପର ଥିଲେ, ନା ଗୋରା ନା କଳା, ମଝାମଝିରେ ଅଟକେଇକି ରହିଲେ, ବୁଝିପାରିଲ? ତ ସେଥିପାଇଁ ଯୋଉ ଇଣ୍ଡୋଜେନିୟସ ପିପୁଲ ଗୁଡିକ ରହିଲେ, ଇଣ୍ଡୋଜେନିୟସ ମାନେ ଭାରତର ଅରିଜିନ ଯୋଉ ବ୍ୟକ୍ତି ମାନେ ରହିଲେ ସେମାନେ କଣ ରହିଲେ, ଯୋଉ କଳା ରହିଲେ, ସେଇ ଦି ଜଣଙ୍କ ଭିତରେ ହିଁ ମତଭେଦ ହଉଥିଲା, ବୁଝିପାରିଲ? ଦି ଜଣ, ତାହେଲେ ଏଠି କଣ ଆସିବ ନା ଆରିଆନ୍ସ ୱେର ଫେୟାର, ସେମାନେ ଟିକେ ଗୋରା ଥିଲେ ହେଲା, ଆର୍ଯ୍ୟ ମାନେ କଣ ଥିଲେ, ଗୋରା ଥିଲେ, ଏବଂ ଭାରତର ପ୍ରକୃତ ନିବାସୀ ଯୋଉମାନେ ରହିଲେ ଇଣ୍ଡୋଜେନିୟସ ଥିଲେ ସେମାନେ କଣ ଥିଲେ, ଟିକେ କଳା ଥିଲେ, ଟିକେ କଣ ଥିଲେ, ସେ ଗୋରାଠୁ ଟିକେ କଳା ଥିଲେ ହେଲା। ତ ଏଇଟା ଗଲା ବର୍ଣ୍ଣରେ। ଆଉ କଣ ଥିଲା, ଯୋଉ ଗ୍ରାମର ଯୋଉ ସୋସାଇଟି ଗୁଡିକ ରହିଲା ସେ ସୋସାଇଟି କାର୍ଯ୍ୟ ହିସାବରେ ଭାଗ କରାଯାଏ, କାର୍ଯ୍ୟ ହିସାବରେ ତିନୋଟି ପ୍ରକାର ଜାତି ସେତେବେଳେ ଥିଲେ, ତିନି ପ୍ରକାର ଜାତି, ଏଇଟା ଲେଖିଲ ଦେବି ସେ ଯୋଉ ଟ୍ରାଇବାଲ ସୋସାଇଟି ଥିଲା ଯୋଦ୍ଧା, ପୁରୋହିତ ଆଉ ରହିଲେ ସାଧାରଣ ଜନତା, ଏଇ ତିନି ପ୍ରକାର। ସାଧାରଣ ଜନତାରେ କୋଉମାନେ ଆସୁଛନ୍ତି, ବୈଶ୍ୟ ବି ଆସୁଛନ୍ତି, ଶୂଦ୍ରମାନେ ବି ଆସୁଛନ୍ତି, ସବୁ କିଛି। ସେ ଟାଇମରେ ଖାଲି ନର୍ମାଲ ଥିଲା କଣ ନା ୱାରିୟର ଯୋଉମାନେ ଥିଲେ, ୱାରିୟର କୋଉମାନେ, ଯୋଉମାନେ ଯୁଦ୍ଧ କରୁ ସେମାନଙ୍କୁ ଦିଆଗଲା। ତାହେଲେ ୱାରିୟରରେ କିଏ କିଏ ଆସିବ, କ୍ଷତ୍ରିୟ ବି ଆସୁଛି ମାନେ ରାଜା, ସେନାପତି, ଆଉ ଯୋଉମାନେ କଣ କରୁଥିଲେ ତାଙ୍କର ସୋଲଜର ହିସାବରେ କାର୍ଯ୍ୟରେ ଆସୁଛି ସେଇମାନେ, ସେ ସବୁ ଗଲା କୋଉଥିରେ, ୱାରିୟରରେ, ଯୋଦ୍ଧାରେ ଗଲା। ପୁରୋହିତ କୋଉମାନେ ରହିଲେ, ଯୋଉମାନେ ମନ୍ତ୍ର ପାଠ କରୁ ହେଲା, ବ୍ରାହ୍ମଣ ମାନେ, ଆଉ ଯୋଉମାନଙ୍କୁ ଛାଡିଦେଲେ ସେମାନେ ରହିଲେ ଟିଚର ରହିଲେ, କିଏ ହେଲା ଓକିଲ ଯିଏ ରହିଲା, କାର୍ପେଣ୍ଟର ରହିଲା, କୋବଲର ରହିଲା, ମସୁର ରହିଲା, ଯିଏ ବି ରହିଲା, ଆଉ ବାକି ସବୁ ଯିଏ ରହିଲା, ରାଜମିସ୍ତ୍ରୀ, କମାର, କୁମ୍ଭାର, ବଢେଇ, ଯାହା ବି ରହିଲା, ତନ୍ତୀ, ସେ ଯାହା ରହିଲା ସେ ସବୁ କୋଉଥିରେ ଆଡ କରାଗଲା, ପିପୁଲରେ। ଯେତେବେଳେ ବୈଦିକ ଯୁଗ ବା ପୁରାତନ ବୈଦିକ ଯୁଗର ଶେଷ ଆଡକୁ ଆସିଲା, ମାନେ 1000 ପାଖାପାଖିକୁ ଆସିଲା, ସେତେବେଳେ ଆଉ ଗୋଟେ କାଷ୍ଟଟା ଆଡ ହେଲା, ସେଟା ରହିଲା ତମର କୋଉ କାଷ୍ଟ, ଯେତେବେଳେ ତମର ବୈଦିକ ଯୁଗ ବା ପୁରାତନ ବୈଦିକ ଯୁଗର ସମାପ୍ତ ହେବାକୁ ଆସୁଥିଲା ବା ଶେଷ ଆଡକୁ ଗୋଟେ ନୂତନ ପ୍ରଜାତି ଆରମ୍ଭ ହେଲା, ସେ ପ୍ରଜାତିର ନାଁ ଦିଆଗଲା କଣ, ଶୂଦ୍ର ହେଲା। ଶୂଦ୍ର
ବୈଦିକ ଯୁଗର ଲେଖ ଯୋଉମାନେ ଲେଖିଛ ପୁରାତନ ବୈଦିକ ଯୁଗର ବୈଦିକ ଯୁଗର ଶେଷ ଆଡକୁ ଶୂଦ୍ର ମାନଙ୍କର ଆଗମନ ଚତୁର୍ଥ ଜାତି ଯୋଉ ରହିଲେ ଏଇଟାକୁ ଦେଖ ଫାଷ୍ଟ ଥିଲା କଣ ୱାରିୟର ରହିଲେ ତାପରେ ପ୍ରିଷ୍ଟ ତାପରେ ପିପଲ ଏଇଠି ଆମେ ଭାଗ କରିଦେବୁ ୱାରିୟର ମାନଙ୍କୁ କୋଉଥିରେ ନିଆଯିବ କ୍ଷେତ୍ରୀୟରେ ହେଲା ପ୍ରିଷ୍ଟ ମାନଙ୍କୁ କୋଉଠି ନିଆଯିବ ତାଙ୍କ ଉପରେ ବ୍ରାହ୍ମଣ ହେଲା ପ୍ରିଷ୍ଟ ଅଣ୍ଡରରେ ରହୁଛି କୋଉମାନେ ରାଜା ମାନେ ପ୍ରିଷ୍ଟ ଅଣ୍ଡର ରାଜା ମାନେ କେମିତି ଏଇଟା ହଉଛି କନଫ୍ୟୁଜ ରାଜା ମାନେ କୌଣସି ପୂଜା ପାଠ କରିବା ପାଇଁ ବା ଅଲଗା କିଛି କରିବା ପାଇଁ କାହା ପାଖକୁ ଯାଉଥିଲେ ପୁରୋହିତ ମାନଙ୍କ ପାଖରେ ତାଙ୍କର ରାଜ ପୁରୋହିତ ଜଣେ ଥିଲେ एकରୁ ଅଧିକ ରାଜ ପୁରୋହିତ ନାହାନ୍ତି ସେ ରାଜ ପୁରୋହିତକୁ ମାନେ ସେମାନେ କୁହାଗଲା ସେ ହଉଛନ୍ତି ଆମର ଯଦି ଦେଖିବା ମିଡିଏଟର ମଧ୍ୟସ୍ଥି କଣ ମଧ୍ୟସ୍ଥି ନା ଭଗବାନ ଆଉ ମାନବ ଭିତରେ ସେ ହଉଛନ୍ତି ଗୋଟେ ସେତୁ ବା ସେ ବ୍ରିଜ ଟାଇପର କାମ କରୁଛି ମାନେ କଣ କେମିତି ମାନବର ଯୋଉ ଦୁଃଖ କଷ୍ଟ ରହିଲା ସେଟା କାହାକୁ ଜଣାଗଲା ବ୍ରାହ୍ମଣକୁ ବ୍ରାହ୍ମଣ ସେ ଦୁଃଖ କଷ୍ଟଟା କାହାକୁ ଜଣେଇବ ବ୍ରାହ୍ମଣ ମାନେ ହିଁ ତ ଭଗବାନ କଣ ତମେ କିଛି କିଛି ଫଟୋ ଗୁରା ରିପଣ୍ଡା କଥା କି ତାପରେ ଏବେ ଆମେ ଦେଖିବା ତାଙ୍କର ଅକୁପେସନ କଣ କରୁଥିଲେ ହେଲା ତମେ ଯଦି ନର୍ମାଲି ଯଦି ଦେଖିବ ଆଉ ତମେ ତ ସବୁ ଘରୁ ପଇସା ଆଣୁଛନ୍ତି ତା ଭିତରେ କିଛି ପିଲା ଥିବେ ଯୋଉମାନେ କି ଟ୍ୟୁସନ କରୁଥିବ ବା କିଛି ଅଲଗା ସୋର୍ସ ଘରୁ ଯଦି 20 ଟଙ୍କା ଦେଇକି ଯଦି ମାର୍କେଟକୁ ପଠାନ୍ତି 15 ଟଙ୍କାର ଜିନିଷ ଆସିବ 5 ଟଙ୍କା ମୋ ପକେଟକୁ ପଳେଇ ଆସିବ ସେଟା ହଉଛି ଆମର ଉପରି ସେ ଜାଣିଛନ୍ତି ପ୍ରାଇସ୍ ଦେବେ ଅଧିକ ମାଗିବେନି ଆଗମନ ହେଲା ପା ନା ବୃତ୍ତିକୁ ଦେଖିବା ତମ ମାନଙ୍କର ଫ୍ୟୁଚରରେ ସବୁ ଯାହା ହେଲେ ବି ବଞ୍ଚିବା ପାଇଁ କିଛି ନା କିଛି ତ କରିବ ହେଲା କିଏ ତମର ପୋଲିସରେ ଯିବ କିଏ ଆର୍ମିରେ ଯିବ କିଏ କିଏ ପଢେଇବ ଆଉ କିଏ ପାଲିସ ମାଡି ବୁଲିବ ହଁ ନା ନାଇଁ ତମମାନଙ୍କର ସେଟେଲ ଅଛି ତମମାନେ ଯିବ ସେଇ ଦୋଷ ତମମାନଙ୍କର ସେଟେଲ ଅଛି କାହିଁକି କୁହା ହେଲା ତମ ଭିତରୁ କେତେ ଜଣ ବି ଚାହିଁବେ ତମେ ଯଦି ରୋଜଗାର କରିବ ଗୋଟେ ବେରୋଜଗାର ଲୋକଟାକୁ ତାହା ହେଇପାରିବ ହେଲା ହଁ ନା ନାଇଁ ମାନେ ସମାଜ ତାର ରିଜନ ଅଛି ହେଲା ତମେ ଇଣ୍ଡିପେଣ୍ଡେଣ୍ଟ ହବାକୁ ଚାହୁଁଛ ସେଟା ତମ ପାଇଁ ହେବାକୁ ଚାହୁଁଛ ତମ ଫ୍ୟାମିଲି ପାଇଁ କେବେ ତମେ ଇଣ୍ଡିପେଣ୍ଡେଣ୍ଟ ହବା ପାଇଁ ଚାହଁ ତମ ପାଇଁ ବୈଦିକ ଯୁଗରେ ସାଧାରଣତଃ ତାଙ୍କର ମୁଖ୍ୟ ବୃତ୍ତି ଥିଲା ଗାଈ ମେଣ୍ଢା ଛେଳି ଚଢେଇ ମାନେ ପାତ୍ର ଲିଜିଂ ତାଙ୍କର ବେଶୀ ହେଲା ତାଙ୍କର only life was mainly ମାନେ ତାଙ୍କର ପୂର୍ବତନ ଯୋଉ ଜୀବନଟା ଥିଲା ସେ ଜୀବନଟା ଖାଲି ପଶୁ ପାଳନରେ ଯାଉଥିଲା କୋଉଥିରେ ପଶୁପାଳନରେ ଭଲ ଲାଭ ଅଛି ବୁଝିପାରିଲ ନା ଭଲ ଅଛି ପଶୁପାଳନରେ ତମେ 100ଟା ଛେଳି ଧରିକି ଯାଉଛ ତା ସାଙ୍ଗରେ 50ଟା ଗାଈ ଚରେଇଲ ବୁଲେଇଲ ଖୁଏଇଲ ବଡ ହେଇଗଲା ଗୋଟେକୁ ବିକ୍ରି କଲ 100ଟା ଛେଳିକୁ ବିକ୍ରି କଲ ହେଲା ନା ଦେଖ ସେଇଥିପାଇଁ ସେମାନେ ପଶୁପାଳନ କରନ୍ତି ତା ସହିତ କୁକୁଡ଼ା ଅଣ୍ଡା ଦଉ ଆଉ ତାଙ୍କର ସେକେଣ୍ଡ ଅକୁପେସନ ଥିଲା
କୃଷି ଥିଲା ତାଙ୍କର ସେକେଣ୍ଡ ତାଙ୍କର ଦ୍ୱିତୀୟତମ ବୃତ୍ତି କଣ ଥିଲା? ଓଡ଼ିଆ ପିଲା କିଏ ଅଛନ୍ତି? ଉଭୟ ବୃତ୍ତି ତାଙ୍କର କଣ ଥିଲା? ଚାଷ। ସେମାନେ ଚାଷ କରୁଥିଲେ, ଚାଷଟା କେମିତି କରୁଥିଲେ? ତା ପାଇଁ ତ ଲକ୍ଷ୍ୟ ଦରକାର, ଲଙ୍ଗଳ ଦରକାର। ଲଙ୍ଗଳ ଗୁଡ଼ିକ ସାଧାରଣତଃ କାଠର ତିଆରି ହଉଥିଲା, ଆଉ ତା ସହିତ ତାର ଯୋଉ ଉପରେ ଯୋଉ ଇଏଟା ଲାଗିଲା କଣ ସେ କୁର ଟାଇପର ଯାଇକି କଣ ବସି 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 ମାଟି ପ୍ଲେଟଟା ଯୋଉଟା ରହିଲା ସେଟା ତିଆରି କରାଯାଉଥିଲା କୋଉଥିରେ? ବ୍ରୋଞ୍ଜ। କାରଣ ଲୁହା ସେତେବେଳେ ଆସିନି, ବୁଝିପାରିଲ? ଲୁହା ସେତେବେଳେ ଆସିନି। ବୈଦିକ ଯୁଗରେ ତ ବହିରେ ଗୋଟେ ଜାଗାରେ ଭୁଲ ଦେଇଛି, ତାଙ୍କର ବୃତ୍ତିରେ ସେ କହିଛି ଛୁଞ୍ଚି ବଗେରା ସବୁ ଦିଆ ହେଇଛି ଲୁହାରେ, ସେଟା ଟୋଟାଲି ଭୁଲ ଅଛି ହେଲା। ତମର ଯୋଉ କାହିଁକି ନା ବୃତ୍ତିରେ ଏଇଟା ପେଶାରେ ତାଙ୍କର ଦେଖିବ ଲୁହାରେ ବହୁତ ଜିନିଷ ସେମାନେ ସେ ୟୁଜ କରୁଥିଲେ ବୋଲି କୁହାଯାଇଛି, ଯୋଉଟା କି ନୁହେଁ। ଲୁହା ସେତେବେଳେ ଆସିନ, ବୁଝିପାରିଲ? ଲୁହା ସେତେବେଳେ ଆସି ନଥିଲା। ଆଉ କଣ କରୁଥିଲେ? ଯୋଉ ଆର୍ଯ୍ୟ ମାନେ ଆସୁଥିଲେ ହେଲା, ସେମାନେ ସାଧାରଣତଃ ମାଇଗ୍ରେଟ ପିପୁଲ। ମାଇଗ୍ରେଟ ମାନେ ଯାଯାବର। ଯାଯାବର ମାନେ ତମେ କହିପାରିବା ବା ଆମେ ଯଦି କହିବା ସେମାନଙ୍କର କୌଣସି ଜାଗାରେ ସେଟଲ ଲାଇଫ ମାନେ ହେଲା, ହଁ କହିପାରିବ। ତାଙ୍କର ବାସଗୃହ କୌଣସି ଜାଗାରେ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ ନଥାଏ, ଆଜି ଏଠି ତ କାଲି ସେ, ବୁଝିପାରିଲ ନା ନାଇଁ? କଣ ହଉଛି ବଡ ଭାଇ? କହ କହିଲୁ। ସେ ଯୋଉ ଆର୍ୟନ ମାନେ ଥିଲେ ସେମାନେ କାହିଁକି ଗୋଟେ ଜାଗାରୁ ଅନ୍ୟ ଜାଗା ଯାଉ? ବିଜନେସ ସେମିତି କିଛି ବିଜନେସ ସେମାନେ ନୋମାଡିକ ଲାଇଫ ୟୁଜ କରୁଥିଲେ, ନୋମାଡିକ ଲାଇଫରେ ସେମାନେ ଯାଉଥିଲେ, ଗୋଟେ ଜାଗାରେ ସେଟଲ ହେଇକି ରହୁନଥିଲେ। ହେଲା ସବୁ ଜାଗାରେ ସମସ୍ୟା, ଏଇଟା ତମେ ଅଛ ରାଜସ୍ଥାନରେ ବୁଲିବା ପାଇଁ ଭଲ ଲାଗେ, ଗୋଟେ ଦିନ ଦି ଦିନ 10 ଦିନ ବୁଲିବା ପାଇଁ ଭଲ ଲାଗିବ, ସେଠି ସେଟଲ ହେଇକି ରହିପାରିବ? ଯାଇଥିଲୁ ତମେ ଏଇ ଗରମ ସହି ହଉଛି, ସେ ଗରମ କେମିତି ସହିବ? ହେଲା ଗରମ ଏଠି ଯୋଉ ନର୍ମାଲ ଅଛି ସେଠି ଟେମ୍ପରେଚର ହାଇ ଅଛି, କିନ୍ତୁ ରାତିରେ ଶାନ୍ତ, କାହିଁକିନା ବାଲି ଯେତେ ଜଲ୍ଦି ଗରମ ହବ ସେତେ ଜଲ୍ଦି ଥଣ୍ଡା ହବ। ଆଉ ପଡିଗଲା ଆରିଆନ ମାନେ ଥିଲେ ଯୋଉମାନେ କି ସେଟଲ ଲାଇଫ ୟୁଜ କରୁ ବା ତାଙ୍କର ସେଟଲ ଲାଇଫ ନଥିଲା। ଆଉ ସେମାନେ କଣ କରୁଥିଲେ? ସେ ବ୍ଲକ ସେପ ବିଷୟରେ ତମକୁ କହିଛି। ଆଉ ଲୋକମାନଙ୍କର ବୃତ୍ତି କଣ ଥିଲା? କପଡା ବୁଣିବା, ୱିଭିଂ କ୍ଲଥ। ବୃତ୍ତି ଗୁଡ଼ିକ ଦେଖିବା, ଲୁଗା ବୁଣିବା, ଦୂରରେ ରହିଲା ତମର କାର୍ପେଣ୍ଟର ସବୁ ତ ଥିଲେ ଭଲ ଭଲ ହେଲା। କଣ ବୋଲେ ବଢେଇ ତାପରେ ରହିଲା ଲେଦର ୱାର୍କ। ଅଛି ତ ବୋର୍ଡରରେ ଅଛି ଲେଖା ଯେ ଚମଡ଼ା କାଟିବ ତ ଆମେ ମୋଟି ବୋଲି କୁହାଗଲା, ଗୋଟେ ମୋବାଇଲରେ ଆସୁଛି ତ ଲେଦର ୱାର୍କରେ ରହିଲା। ତାପରେ ଆଉ ରହିଲା କମାର
जो कारपेंटर जो माने थिले बढ़ई माने थिले सेमानकर मुख्य काम कोउथरे थिला बोट तयारी करबा आ बोईत तयारी बोईत आ बोट दिटांक अलगा बोट आ बोईत बोईत जानिछो बोईत जानो अरे कि बात बालियाद्रा पढ़िया जो बोईतटा अछि माने एमिति लागे से अलगा नहे देख बोट रे नॉर्मली जणे दी जण कि चारि जण जाय बोईतर अधिक जण जाय परिबो सेठी रही भी पाइ हला तांकर साधारणतः तमे कोस्टल एरिया रो बा समुद्र उपकूल अंचल रे के जण अछ नदी समुद्र रो बोट देखिथबो माछ धरा बोट माछ धरा बोट के देखिनो हला सेरे तळे एथि गोटे ताकर रूम भलिया थाए बोट भितरे सेठी समारे 8 जण 9 जण पाखा पाखी रुहन बुझिपालो रोसे बास को तारे हला हम अंचल रे अछि केन्द्रापड़ा कोस्टल एरिया रे अछि या सहित सेमाने जो मेटल गुडी यूज करूथिले हला से मेटल रो ना गुडी मध्ये भिन्न भिन्न थी आयस कृष्णा आयस एई सब हिसाब रे जो मेटल सेमाने यूज करूथिले से मेटल रो ना गुडी लिखिबा सेमाने जो आयस का यूज करूथिले आयस स्टैंड फॉर कॉपर हला आयस का कोन पाई स्टैंड होउतला ना कॉपर पाई कॉपर माने कोन रहला तमा ताले गोल्ड को सेमाने कहूतिले बा सोना को कहूतिले हिरण्य कोन बोली कहूतिले हिरण्य हिरण्य गोल्ड को कॉपर को कहा जाउतिला आयस आयस बोली कहै जाउतिला आ गोटे खाली जानिया पे कहि दोछि आयरन जोटा थिला लुहा जोटा थिला हला ताको कुआ जाउतिला सेटा परवर्ती वैदिक जुगरे खाली मु लिखि दोछि कारण सेटा एकर पढा होबनी ना ताको कुआ जाउतिला श्यामा बा कृष्णा आयस हला श्यामार अर्थ जो कला हला श्यामा सुंदर दास होइथिबो श्यामा का कुआ जाय श्री कृष्ण तो से इतिहास हला अरे कृष्ण लुका नु यार ठीक है परवर दिया है ना परवर दिया है ଏବଂ ଆମେ ଦେଖିବା ଏବେ ଅବସର ବିଲୋପ ବହୁତ ଛୁଟି ତ ଦରକାର ସବୁ କ୍ଷେତ୍ରରେ ଯାହା ହେଲେ ବହୁତ ଦିନ ଟାଇମ ହେବା ପରେ ବା 6 ଦିନ ଯାକ ट्यूशन पढ़ी सारिबा ପରେ ବା କୋଚିଂ ଆସି ସାରିବା ପରେ ଗୋଟେ ଦିନ ତମକୁ ଛୁଟି ଦବ ସେଦିନ ତମକୁ କିଛି ବଦଳେଇ ଦବ ହଁ ନାଇଁ से गोटे दिन की बार सबुठारु बेस्ट डे होची संडे काहे तमे जानिछो शनिवार दिन पर की बार आसीबो रविवार छुट्टी अछि शनिवार राति सारा टीवी देखि पाबो पढ़ी पारिबो पढ़ी ना तो नाही मूवी कथा देखि बोलो काहे रविवार दिन तमे कहबो राति अंधेरा देखि सोमवार दिन पुणी आसीबो एबे आपण देखिबा ताकर खेलकूद टिके देखिबा किछि हुए अमेजमेंट वगैरह किछि तमे जदी गुटे जगह जाउछो पिकनिक वगैरह जाउछो सेठी तमे मजा मस्ती करे कि जाउ बा क्लास जदी नाही दळे पिला बसिलो तांको तम भितर के खेलुची के तम भितर अंताक्षरी खेलुचंदी बा अलगा किछि खेल रहला पछरे बाळुंगा माने रहले से तंगर मारपीट करि चलले तंगर किछि नाही स्कूल में समान से ऐसे किछंती तांको फांका पाए तो मारपीट करिवा तो एई सब जिंस निजकु माने खुशी रखिया पाई करा जाय सबले कोन होतला ना किछि पवित्र दिन थिला से पवित्र दिन गुडी करे समस्त लोक कोन करिवे एई अम्यूजमेंट बा खेलकूद रे पार्टिसिपेट कर साधारणतः कोन थिला तांकर अम्यूजमेंट गुडी को नाच आ गीत अपने तो खुशी खाओ डेली पड़िबो नाची नाची गाई गाई हला आज जते बेले ଟିକେ दुखी दिबो गोटे कोणरे कोण खोजिबो को कोणरे बसि ना ना नहीं बस अबे इबटे कोण थिला ताकर नाच गीत रे से मन थिले आ कोण थिला बोट रेस
रोड रेस बा रथ रेस कोडा रहला आलू रहिला जुआ ड्रीम इलेवन वाला के जण डायरेक्ट सेकंड ईयर लास्ट एग्जाम को डायरेक्ट हार होने की प्रोसेस वाला से किती करू आते बड़ तो जो हां ना मासे बड़ केते कौन से आपको टैक्स पड़ेगा संदर्भ ಅಲ್ಲ ಇದು ಬಾಕಿ ರೊಕ್ಕದು ಆರ್ಗೆ ଆସିଲା ପରେ ସମସ୍ତଙ୍କୁ ଟ୍ରିଟ୍ ଦବୁ ହେଲା ମୁଁ ଯଦି ନଥିବି ମତେ ଡାକିକି ଟ୍ରିଟ୍ ଦବୁ ଆଉ ତ ଫାଇନାଲ ଅଛି ଆଉ ଆସିବନି ନା ଡ୍ରିମ୍ ଆଉ ଆସିବ ନା କେତେ ଜଣ